ତାଙ୍କ ନିଜ କଥା ସେ ନିଜେ କହୁଛନ୍ତି ଏବଂ ତାଙ୍କୁ ଯେହେତୁ ମନ୍ତ୍ରିମଣ୍ଡଳ କରାଯାଇନାହିଁ ତାଙ୍କର ମାନସିକ ଭାରସାମ୍ୟ ହରାଇଛନ୍ତି। ବାର୍ଚାଳିଆ କଥା କହୁଛନ୍ତି, କେତେବେଳେ କହୁଛନ୍ତି ଯେ ବିଜୁ ଜନତା ଦଳ ଭାଙ୍ଗିଯିବ, ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ଆସି ମିଶିଯିବେ, ସିଏ ନିଜେ କେତେବେଳେ କହୁଛନ୍ତି ମୁଁ ବିଜୁ ଜନତା ଦଳ ମିଶିଯିବି। ତେଣୁ ଏହିସବୁ ଭଳିଆ ସେ ବାକ୍ଚାତୁରୀ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଦଳର ତାଙ୍କର ନିଜର ମାନସିକ ଭାରସାମ୍ୟ ହରାଇ ଥାଉଛି। ଛେଳି କ'ଣ ନ ଖାଏ, ଜୟନାରାୟଣ ମିଶ୍ର କ'ଣ ନ କହନ୍ତି। ଜୟନାରାୟଣ ମିଶ୍ର ସବୁବେଳେ ତାଙ୍କର ବାକ୍ଚାତୁରୀରେ କିଛି କିଛି ମନ୍ତବ୍ୟ ଦିଅନ୍ତି, କିନ୍ତୁ ସେ ନିଜେ ତାଙ୍କର ଗୋଟେ କଟକରେ ଏବେ ସଭାରେ 8-10 ଦିନ ତଳେ ଗୋଟେ ସଭାରେ ସେ କହିଲେ ଯେ ମୁଁ ଏବିପିରୁ ତଡ଼ା ଖାଇଥିଲି, ଆର୍ଏସ୍ଏସ୍ରୁ ତଡ଼ା ଖାଇଥିଲି, ଭାରତୀୟ ଜନତା ପାର୍ଟି ତଡ଼ା ଖାଇଥିଲି ଏବଂ ପୁଣି ସେ ନିଜେ କହୁଛନ୍ତି ମନ୍ତ୍ରିମଣ୍ଡଳ ବି ହେବାର ନାହିଁ, ମୋତେ କରୁନାହାନ୍ତି, ମନ୍ତ୍ରିମଣ୍ଡଳ ନ ହେବାରେ ତାହେଲେ ଇଏ ଗୋଟେ ପ୍ରକାର ତଡ଼ା ଖିଆ କଥା। ତେଣୁ ତାଙ୍କ ନିଜ କଥା ସେ ନିଜେ କହୁଛନ୍ତି ଏବଂ ତାଙ୍କୁ ଯେହେତୁ ମନ୍ତ୍ରିମଣ୍ଡଳ କରାଯାଇନାହିଁ ତାଙ୍କର ମାନସିକ ଭାରସାମ୍ୟ ହରାଇଛନ୍ତି। ବାର୍ଚାଳିଆ କଥା କହୁଛନ୍ତି, କେତେବେଳେ କହୁଛନ୍ତି ଯେ ବିଜୁ ଜନତା ଦଳ ଭାଙ୍ଗିଯିବ, ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ଆସି ମିଶିଯିବେ, ସିଏ ନିଜେ କେତେବେଳେ କହୁଛନ୍ତି ମୁଁ ବିଜୁ ଜନତା ଦଳ ମିଶିଯିବି। ତେଣୁ ଏହିସବୁ ଭଳିଆ ସେ ବାକ୍ଚାତୁରୀ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ଦଳର ତାଙ୍କର ନିଜର ମାନସିକ ଭାରସାମ୍ୟ ହରାଇ ଦଳ ଯେହେତୁ ତାଙ୍କୁ ମ୍ୟାଣ୍ଡେଟ୍ ଦେଲା ନାହିଁ, ତାଙ୍କୁ ଗୋଟେ ମନ୍ତ୍ରିମଣ୍ଡଳରେ କରାଲା ନାହିଁ ଏବଂ ତାଙ୍କୁ ସମ୍ମାନଜନକ ସ୍ଥିତି ରଖା, ଯେହେତୁ ବିରୋଧୀ ଦଳ ନେତା ସେ ଜଣେ ଏବଂ ବିରୋଧୀ ଦଳ ନେତା ହିସାବରେ ବିଜୁ ଜନତା ଦଳ ସରକାର ବେଳେ ସେତେବେଳେ ଭାରତୀୟ ଜନତା ପାର୍ଟି ବିଜୁ ଜନତା ଯେଉଁ ବିରୋଧୀ ଦଳ ନେତା ଥିଲେ ତାଙ୍କର ଗୋଟେ କରିକର୍ମା ଦେଖାଉଥିଲେ କଥା କହିକି। ତେଣୁ ସେଇ ଜିନିଷରେ ଯେହେତୁ ହାମ୍ପରିଂ ହେଇଛି, ତେଣୁ ସେ ନାନା ପ୍ରକାର ମନ୍ତବ୍ୟ ଦେଉଛନ୍ତି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।